ଚାଲନ୍ତୁ ଆଜି ମୁଁ ନେଇ ଆସିଛି ଆପଣମାନଙ୍କ ପାଇଁ ଆଉ ଗୋଟେ ରେସିପି। ଏ ରେସିପିଟା ମୁଁ ଘରେ ପ୍ରସ୍ତୁତ କରିବି ମାଛ ଫ୍ରାଏ। ମାଛ ଫ୍ରାଏ ପାଇଁ ମୁଁ ନେଇଛି ରୋହି ମାଛ, ତା ସହିତ ଲୁଣ, ହଳଦୀ ଆଉ ଲଙ୍କା ପାଉଡ଼ର, ତା ସହିତ ଟିକେ ସୋରିଷ ତେଲ ବି ଦେବା। ସୋରିଷ ତେଲ ଦେଇକି ଟିକେ ଭଲ ଭାବରେ ମାଛ ସହିତ ମେଲ୍ଟ କରିନେବା, କାହିଁକିନା ଏଇଟା ମାଛ ଭାଜିଲା ବେଳେ ମାଛ ଭଜାଟା ଆମର ବହୁତ ସଫ୍ଟ ରହିବ। ଦେଖନ୍ତୁ ଏମିତି ତେଲ ତାତିଲା ପରେ ଆମେ ସେଇଠୁ ମାଛକୁ ଗୋଟି ଗୋଟି କରି ଦେଇଦେବା, କାହିଁକିନା ଛାଡ଼ି ଛାଡ଼ି ଦେବା ଯେମିତି ମାଛକୁ ମାଛ ଯେମିତି ନ ଲାଗିବ। ଆଉ ଦେଖନ୍ତୁ ମାଛ ଭଜା ହେଇଗଲା ପରେ ଆମେ ଆର ସାଇଡ଼୍ଟାକୁ ଟିକେ ଲଉଟେଇ ନେବା, ଏମିତି ଗୋଲ୍ଡେନ୍ କଲର୍ ହେଲା ପରେ ଲଉଟେଇ ନେବା। ତା ସହିତ ଆମେ ମସଲା ନେବା, ଅଦା ରସୁଣ ଆଉ ଟମାଟର ପେଷ୍ଟ କରି ନେବା। ତା ସହିତ ମାଛ ଭଜା ହେଇଗଲା କାଢ଼ିଦେବା, ତା ସହିତ କଟା ପିଆଜ ଦେବା। ପିଆଜ ଦେବା ପରେ ବଟା ମସଲା ଯାହା ରଖିଲେ ତାକୁ ଦେଇଦେବା। ତା ସହିତ ହଳଦୀ ଆଉ ଲଙ୍କା, ତାପରେ ଲୁଣ ଦେଇ ଭଲ ଭାବରେ ମସଲାଟାକୁ କଷେଇ ନେବା। ଦେଖ କଷେଇ ସାରିଲା ପରେ ଆବଶ୍ୟକ ଅନୁସାରେ ଆମେ ପାଣି ଆଡ଼୍ କରିବା। ପାଣି ଦେଇଦେବା, ଫୁଟିଲା ପରେ କଟା ଟମାଟର ରଖିଥିଲେ ଟମାଟର ଦେଇଦେବା। ଟମାଟର ହେଇସାରିଲା ପରେ ଦେଖନ୍ତୁ ଏଇଠି ମାଛ ରଖିଥିଲେ ଆମେ ତାକୁ ଦେଇଦେବା, ଗୋଟି ଗୋଟି କରି ଭଜା ମାଛ ଦେଇଦେବା। ଦେଇକି ଦେଖନ୍ତୁ ରେଡ଼ି ହେଇଗଲା ଆମର ମାଛ ଫ୍ରାଏ। କେମିତି ଲାଗିଲା ନିହାତି କହିବେ, ଆଶା କରୁଛି ଏଇଟା ନିହାତି ପସନ୍ଦ ଆସିଥିବ। ମତାମତ କହିବେ ଭଲ ଲାଗିବ।